ପିଲାମାନେ ଭଲ ଅଛ ସମସ୍ତେ? ଭଲ ଥିବ ନାଇଁ? ଆଚ୍ଛା, ଏବେ ତମେ ଯୋଉ ଦେଖୁଛ ଭିଡିଓଟି, ତମ ପାଖାପାଖି କଣ କଣ ସବୁ ଅଛି ଜିନିଷ ଟିକେ ଦେଖ ତ, ଟିକେ ଆଖି ବୁଲାଅ। କୋଉଠି ବସିଥିବ? ସୋଫାରେ ବସିଛ ନାଇଁ? ସୋଫା ଥିବ କି କିଏ ଚେୟାରରେ ବସିଛ, ଆଉ ଫ୍ୟାନ୍ ବୁଲୁଥିବ, ଟିଭି ଦେଖୁଛ, ଆଉ ବ୍ୟାଗ୍ ନେଇକି ବସିଥିବ, ବ୍ୟାଗରେ ବି ବହି କଲମ ସବୁ ଥିବ। ଏଇଗୁଡ଼ା ସବୁ ତମ ଚାରିପାଖରେ ତମେ ଦେଖୁଥିବ ନାଇଁ? ଚାଲ ଏବେ ଆମେ ଟିକେ ବାହାରକୁ ଯିବା, ଟିକେ କଳ୍ପନା କରିବା ଯେ ଆମେ ବାହାରେ ବୁଲୁଛେ। ବାହାରେ ଗଲେ ଆମେ କଣ ଦେଖିବା? କେତେ ଗଛଲତା, ବାହାରେ କୁକୁର ବୁଲୁଥିବ, କି ଛୋଟ ଛୋଟ ପିମ୍ପୁଡ଼ି ବି ଦେଖୁଥିବ ତମେ ତଳେ ଚାଲୁଥିବ, ଆଉ ଗାଈ ବି ବୁଲୁଥିବ, ମାଟି ବି ଦେଖିବା ଆମେ, କେତେ ପ୍ରକାରର ଗୋଡ଼ି ବି ଥିବ। ଏଗୁଡ଼ା ସବୁ ଆମେ ଦେଖିବା ନାଇଁ? ଆଚ୍ଛା, ଏବେ କହିଲ ପିଲେ, ଯେତିକି ଜିନିଷ ଆମେ ଦେଖିଲୁ ତା ଭିତରୁ ମଣିଷ କୋଉଟା ତିଆରି କରିଛି? ତମର ଯୋଉ ବ୍ୟାଗ, ଚୌକି, ତମେ ସୋଫାରେ ଯୋଉ ବସିଛ, ସେଗୁଡ଼ା ସବୁ ମଣିଷ ତିଆରି କରିଛି ନାଇଁ? ଆଚ୍ଛା, କୋଉଟା ମଣିଷ ତିଆରି କରିପାରିବ ନାହିଁ ଯୋଉଗୁଡ଼ା ଆମେ ଦେଖିଲୁ? ଗଛଲତା ମଣିଷ ତିଆରି କରିପାରିବ? କି ଗାଈକୁ ମଣିଷ ତିଆରି କରିପାରିବ? ନା ପିମ୍ପୁଡ଼ିକୁ ମଣିଷ ତିଆରି କରିପାରିବ? କହିଲ ଦେଖି ପିଲାମାନେ, ଏମାନଙ୍କୁ ମଣିଷ ତିଆରି କରିପାରିବ ନାହିଁ। ଯାହା ସବୁ ଆମେ ଦେଖିଲେ ଏବେ, ସେମାନଙ୍କ ଭିତରୁ କାହାର ଜୀବନ ଅଛି କହିଲ? ଯୋଉମାନେ ଚାଲୁଛନ୍ତି, ଯେମିତିକି ଦେଖିଲୁ ଆମେ, ଗାଈ ହେଲେ କି କୁକୁର, ଗଛଲତା, ଏମାନଙ୍କର ଜୀବନ ଅଛି। କିନ୍ତୁ ବ୍ୟାଗ, ଚୌକି, ଟିଭି ଏମାନଙ୍କର ଜୀବନ ନାହିଁ। ତ ଆଚ୍ଛା ପିଲାମାନେ, ଆଜି ଆମେ ଯାହା ସବୁ ଆମେ ଚାରିପାଖରେ ବସ୍ତୁ ଗୁଡ଼ିକ ଦେଖୁଛୁ, ସେମାନଙ୍କର ଜୀବନ ଅଛି କି ନାହିଁ, ଆଉ ମଣିଷ ତିଆରି କରିଛି କି ମଣିଷ ଯୋଉଟା ତିଆରି କରିପାରିବ ନାହିଁ, ସେଇ ଆଧାରରେ ବସ୍ତୁର ଶ୍ରେଣୀ ବିଭାଗ କରିବା। ପିଲାମାନେ ଦେଖ, ଏଇଠି ଆମେ ଚାରିପାଖରେ ଦେଖୁଥିବା କିଛି ଜିନିଷର ନାଁ ଦିଆଯାଇଛି। ତ ଚାଲ ଆମେ ଏହା ଭିତରୁ କୋଉଟା ପ୍ରକୃତି ଦ୍ୱାରା ତିଆରି ଆଉ କୋଉଟା ମଣିଷ ତିଆରି କରିଛି ଆଲୋଚନା କରିବା। ଆଚ୍ଛା, ଜଳକୁ ମଣିଷ ତିଆରି କରିପାରିବ କି? ନାଇଁ ନା, ଜଳ ପ୍ରକୃତିର ଗୋଟେ ବଡ଼ ଆଶୀର୍ବାଦ ଆମ ଲାଗି, ସେଟା ପ୍ରକୃତି ତିଆରି କରିଛି। ତାପରେ ଦେଖିବା ଖପର କଣ ଜାଣିଛ ପିଲେ? ଖପର ଯୋଉ ଘରକୁ ଛାଉଣି କରିବାରେ ତିଆରି କରାଯାଏ ଖପର, ସେଇଟା ହେଲା ମଣିଷ ତିଆରି କରିଥାଏ ନାଇଁ? ତ ସେଇଟା ଆମେ ମନୁଷ୍ୟକୃତ ଜାଗାରେ ରଖିବା। ତାପରେ ଦେଖିବା ନଡ଼ା ହଉଛି ପ୍ରକୃତି ତିଆରି କରିଥାଏ। ନଡ଼ାକୁ ଆମେ ଖପରରେ ଘର ଛାଉଣି କରିବା ପାଇଁ ଆମେ ବ୍ୟବହାର କରିଥାଉ। ତାପରେ ଦେଖିବା କମ୍ପ୍ୟୁଟର ହଉଛି ମଣିଷର ଗୋଟେ ଉଦ୍ଭାବନ, ମଣିଷ ତିଆରି କରିଛି ନାଇଁ କମ୍ପ୍ୟୁଟରକୁ। ତାପରେ ଦେଖିବା ପାହାଡ ହଉଛି ପ୍ରକୃତିରେ ତିଆରି ହେଇଥାଏ, ପ୍ରକୃତି ତିଆରି କରିଛି ତାକୁ। ତାପରେ ଦେଖିବା ଖେଳଣା ଆମେ ଦୋକାନରୁ କିଣିକି ଆଣୁ, ଦୋକାନରେ ସେଟା ଫ୍ୟାକ୍ଟ୍ରିରୁ ତିଆରି ହେଇକି ଆସିକି ଦୋକାନରେ ବିକ୍ରି ହେଇଥାଏ, ଆମେ କିଣୁ, ତ ତାକୁ ଆମେ ମନୁଷ୍ୟକୃତ ଘରେ ରଖିବା। ତାପରେ ଗଛକୁ ମଣିଷ ତିଆରି କରିପାରିବ ନାହିଁ, ଗଛ ହଉଛି ପ୍ରକୃତି ଦ୍ୱାରା ତିଆରି ହେଇଥାଏ ନାଇଁ? ତାପରେ କୁହ ତ ପିଲେ, କଲମକୁ କିଏ ତିଆରି କରିଛି? ମଣିଷ ତିଆରି କରେ ନାଇଁ? କଲମକୁ ବି ଆମେ ଦୋକାନରୁ କିଣିକି ଆଣୁ। ତାପରେ ମୋବାଇଲକୁ କିଏ ତିଆରି କରିଛି? ମୋବାଇଲକୁ ମଣିଷ ତିଆରି କରିଥାଏ। ଦେଖିବା ତାପରେ କପା ହଉଛି ପ୍ରକୃତି ଦ୍ୱାରା ତିଆରି ହେଇଥାଏ, ତେଣୁ ଆମେ ତାକୁ ପ୍ରକୃତି ଦ୍ୱାରା ତିଆରି ଘରେ ରଖିବା। ତାପରେ ବାଲି ମଣିଷ ତିଆରି କରିପାରିବ? ନାଇଁ ନା, ବାଲି ପ୍ରକୃତି ଦ୍ୱାରା ତିଆରି ହେଇଥାଏ। ତାପରେ ଦେଖିବା ପବନ ବି ହଉଛି ପ୍ରକୃତିର ଗୋଟେ ଆଶୀର୍ବାଦ, ପବନ ବିନା ଆମେ ବଞ୍ଚିପାରିବା ନାହିଁ ନାଇଁ? ତ ପ୍ରକୃତିକୁ ଆମେ ପ୍ରକୃତି ଦ୍ୱାରା ତିଆରି ଘରେ ରଖିବା। ତାପରେ ଦେଖ, ଇଟା କିଏ ତିଆରି କରେ? ମଣିଷ ନାଇଁ? ମଣିଷ ଇଟାକୁ ଘର ତିଆରିରେ ବ୍ୟବହାର କରିଥାଏ, ତ ତାକୁ ଆମେ ମନୁଷ୍ୟକୃତ ଘରେ ରଖିବା। ତାପରେ ଦେଖ, ପନିପରିବାକୁ ମଣିଷ ତିଆରି କରିପାରିବ କି? ତମେ ଭାବୁଥିବ ପନିପରିବା ତ ଚାଷ କରିଛି ମଣିଷ, ତ ସେଇଟା କାହିଁକି ମନୁଷ୍ୟକୃତ ହବନି, ସେୟା ଭାବୁଛ କି? ନାହିଁ, ପନିପରିବା କୋଉଠି ହୁଏ? ଗଛରେ ହୁଏ। ଗଛ ମଣିଷ ନିଜେ କେବେ ତିଆରି କରିପାରିବନି, ପନିପରିବା ବି ପ୍ରକୃତି ଦ୍ୱାରା ତିଆରି ହେଲା। ତାପରେ ଲୁହା ହଉଛି ପ୍ରକୃତିରୁ ମିଳିଥାଏ ଆମକୁ ନାଇଁ? ତାପରେ ଦେଖିବା ବହିକୁ କିଏ ତିଆରି କରିଥାଏ? ମଣିଷ ହିଁ ତିଆରି କରେ। ତାପରେ
ଲୁହା ଛଡ଼ ଆମେ ଫ୍ୟାକ୍ଟ୍ରିରେ ପ୍ରକୃତିରେ ଯୋଉ ଲୁହା ମିଳେ ତାକୁ ବ୍ୟବହାର କରି ମଣିଷ ଫ୍ୟାକ୍ଟ୍ରିରେ ଲୁହା ତିଆରି କରେ। ତେଣୁ ତାକୁ ଆମେ ମନୁଷ୍ୟକୃତ ଘରେ ରଖିବା। ତାପରେ ରହିଲା ଖାଲି ମାଟି କଣ ହବ କୁହ? ମାଟିକୁ କିଏ ତିଆରି କରିଛି? ପ୍ରକୃତି ତିଆରି କରିଛି ନି? ତ ମାଟିକୁ ଆମେ ପ୍ରକୃତି ଦ୍ୱାରା ତିଆରି ଘରେ ରଖିବା। ତାହେଲେ ପିଲା ଜାଣିଲ ତମେ ମାନେ ପ୍ରକୃତି ଦ୍ୱାରା ତିଆରି ଯୋଉ ଜିନିଷ ଗୁଡା ଆଉ ମନୁଷ୍ୟ ଦ୍ୱାରା ତିଆରି ଯୋଉ ଜିନିଷକୁ ଆମେ ଅଲଗା କରିକି ରଖିଲେ, କାହିଁକି? ଏଗୁଡା ହଉଛି ସବୁ ଗଛ, ଜଳ, ମାଟି, ପବନ, ଲୁହା, ପନିପରିବା, ବାଲି, ନଡା, କପା, ପାହାଡ ଏମାନଙ୍କୁ ସବୁ ପ୍ରକୃତି ତିଆରି କରିଛି ଆମ ଲାଗି। ଆଉ ମନୁଷ୍ୟ ତାର ନିଜର ବ୍ୟବହାର ପାଇଁ କମ୍ପ୍ୟୁଟର ତିଆରି କରିଛି ନିଜେ। ଖେଳନା, ଖପର, କଲମ, ଲୁହା ଛଡ଼, ଇଟା, ମୋବାଇଲ, ବହି ଏଗୁଡା ସବୁ ମନୁଷ୍ୟ ତିଆରି କରିଛି। ଏବେ ଆସ ପିଲାମାନେ ପ୍ରକୃତି ଦ୍ୱାରା ତିଆରି ଆଉ ମଣିଷ ଦ୍ୱାରା ତିଆରି ଜିନିଷକୁ ଆମେ କଣ କହିବା ଆଲୋଚନା କରିବା। ଠିକ ଅଛି? ହଉ, ଆମ ଚାରି ପାଖରେ ଦେଖୁଥିବା ବସ୍ତୁ ଗୁଡ଼ିକ ମଧ୍ୟରୁ ଯେଉଁଗୁଡ଼ିକ ପ୍ରାକୃତିକ ପ୍ରକ୍ରିୟାରେ ସୃଷ୍ଟି ହୋଇଥାଏ ସେଗୁଡ଼ିକୁ ଆମେ ପ୍ରାକୃତିକ ବସ୍ତୁ ବୋଲି କହିବା। ଉଦାହରଣ କଣ? ମାଟି, ପଥର, କାଠ, ୟା ପୂର୍ବରୁ ଆହୁରି ବହୁତ ସାରା ଉଦାହରଣ ଆମେ ଆଲୋଚନା କଲୁ। ଯେମିତିକି ଗଛ, ସେଗୁଡା ସବୁ ପ୍ରକୃତି ତିଆରି କରିଥାଏ ଆଉ ତାକୁ ଆମେ ପ୍ରାକୃତିକ ବସ୍ତୁ ବୋଲି କହିବା। ତାପରେ ମଣିଷ ତିଆରି ଜିନିଷକୁ ଆମେ କଣ କହିବା? ମନୁଷ୍ୟ ଦ୍ୱାରା ତିଆରି ହୋଇଥିବା ବସ୍ତୁକୁ କୃତ୍ରିମ ବସ୍ତୁ ବୋଲି କୁହାଯାଏ। ଉଦାହରଣ ହେଲା ଚୌକି, କଲମ, ଆଲମିରା, ଆହୁରି ବହୁତ ଉଦାହରଣ ଅଛି ଯୋଉଗୁଡା କି ମଣିଷ ନିଜ ବ୍ୟବହାର ପାଇଁ ନିଜେ ତିଆରି କରିଛି। ସେଗୁଡିକ ସବୁ ହେଲା କୃତ୍ରିମ ବସ୍ତୁ। ଚାଲ ଏବେ ଆମ ଚାରିପାଖରେ ଦେଖୁଥିବା ବସ୍ତୁ ଗୁଡ଼ିକ ଜୀବ କି ନିର୍ଜୀବ ସେହି ଆଧାରରେ ସେମାନଙ୍କର ଶ୍ରେଣୀ ବିଭାଗ କରିବା। ପିଲାମାନେ, ପ୍ରଥମେ ଆମେ ଜୀବର ଲକ୍ଷଣ ବିଷୟରେ ଟିକେ ଆଲୋଚନା କରିବା। ଜୀବର ଲକ୍ଷଣ ମାନେ ଜୀବର କୋଉ କୋଉ ଗୁଣ ଥିଲେ ତାକୁ ଜୀବ ବୋଲି କହିବା, ସେ ବିଷୟରେ ଟିକେ ଆଲୋଚନା କରିବା। ଜୀବମାନଙ୍କର କେତେ ଗୁଡ଼ିଏ ବିଶେଷ ଗୁଣ ଥାଏ, ଯେମିତିକି ସେମାନେ ଛୋଟରୁ ବଡ଼ ହୁଅନ୍ତି, ଚଳପ୍ରଚଳ ହୁଅନ୍ତି, ଖାଦ୍ୟ ଖାଆନ୍ତି, ଶ୍ୱାସକ୍ରିୟା କରନ୍ତି, ବଂଶବୃଦ୍ଧି କରନ୍ତି ଆଉ ପ୍ରତିକ୍ରିୟା ପ୍ରକାଶ ବି କରନ୍ତି। ପ୍ରତିକ୍ରିୟା ପ୍ରକାଶ କରନ୍ତି ମାନେ ଯଦି ସେମାନେ ଯେମିତିକି ତମେ ଜାଣିଥିବ ମଶା ଗୋଟେ ଯଦି କାମୁଡିବ ଆମକୁ, ତାହେଲେ ଆମ ହାତ ଅଜାଣତରେ ହେଲେ ବି ତାକୁ ମାରିବା ପାଇଁ ଉଠିଯାଏ। ତ ବାହାର କିଛି ଉଦ୍ଦୀପନାକୁ ଜୀବମାନେ ପ୍ରତିକ୍ରିୟା ପ୍ରକାଶ କରନ୍ତି। ଦେଖ ତ ପିଲାମାନେ, ଏଇଟା କାହାର ଚିତ୍ର? କୁକୁଡାର, ନାଇଁ? କୁକୁଡା ଗୋଟେ ଜୀବ ନା ନିର୍ଜୀବ କୁହ ତ? ଜୀବ। ଚାଲ ଜୀବର କୋଉ ସବୁ ଗୁଣ ଅଛି ଦେଖିବା ୟା ପାଖରେ। କୁକୁଡା ଛୋଟରୁ ବଡ ହୁଏ? ହଁ ହୁଏ। ଚଳପ୍ରଚଳ ହୁଏ? ହଁ ଚାଲେ ସିଏ। ଖାଦ୍ୟ ଖାଏ? ହଁ ଖାଏ। କୁକୁଡା ଶ୍ୱାସକ୍ରିୟା କରେ କି ନାହିଁ? କରେ। ଆଚ୍ଛା, କୁକୁଡା ବଂଶବୃଦ୍ଧି କରିଥାଏ କି? ଦେଖିଥିବ କୁକୁଡାର ଛୋଟ ଛୋଟ ଚିଆଁ ତା ମା ସାଙ୍ଗରେ ବୁଲିବାର। କୁକୁଡା ବଂଶବୃଦ୍ଧି କରେ। ପ୍ରତିକ୍ରିୟା ପ୍ରକାଶ କରେ? ହଁ କରେ। ଯଦି ତା ଚିଆଁକୁ ଧରିଦବ, କୁକୁଡା ଚିଆଁକୁ, ସିଏ ପୁରା ମାରିବାକୁ ଗୋଡାଏ, ନାଇଁ? କୁକୁଡା ପ୍ରତିକ୍ରିୟା ପ୍ରକାଶ କରେ। ଏଇ ସବୁ ଗୁଣ ଥିବାରୁ କୁକୁଡା ହେଉଛି ଗୋଟେ ଜୀବ। ଏଇଟା ଗୋଟେ ଗଛର ଚିତ୍ର। ଗଛ ଜୀବ ନା ନିର୍ଜୀବ? ଗଛ ହଉଛି ଜୀବ। ଆମେ ଆଲୋଚନା ବି କରିସାରିଛେ, ନାଇଁ? ଜୀବର କୋଉ କୋଉ ଗୁଣ ଅଛି ୟା ଭିତରେ ଦେଖିବା। ଗଛ ଛୋଟରୁ ବଡ ହୁଏ? ହଁ ବଡ ହୁଏ। ଗଛ ଚଳପ୍ରଚଳ ହୁଏ? ଭାବ ତ ଟିକେ। ହଁ, ଗଛ ଚଳପ୍ରଚଳ ହୁଏ। ଗଛର ଚେର ହଉଛି ପାଣି ସଂଗ୍ରହ କରିବା ପାଇଁ ମାଟି ଭିତରେ ହଉଛି ଭିତରକୁ ଯାଏ। ସୂର୍ଯ୍ୟାଲୋକ ଆଡକୁ ବି ଗଛ ମୁହେଇ ଥାଏ। ଗଛ ଖାଦ୍ୟ ଖାଏ? ହଁ ଖାଦ୍ୟ ଖାଏ। ଗଛ ଶ୍ୱାସକ୍ରିୟା କରେ କି ନାହିଁ? ନିହାତି ଭାବରେ ସେ ଶ୍ୱାସକ୍ରିୟା କରେ। ଗଛ ବଂଶବୃଦ୍ଧି କରେ? ହଁ ବଂଶବୃଦ୍ଧି କରେ। ଗୋଟେ ଗଛରୁ ଆଉ ଗୋଟେ ଗଛ ସୃଷ୍ଟି ହେଇପାରେ। ଗଛ ପ୍ରତିକ୍ରିୟା ପ୍ରକାଶ କରେ? ହଁ କରେ। ଆମେ ଆଉ ଟିକେ ଆଗରୁ ଆଲୋଚନା କଲେ ଲାଜକୁଳି ଗଛକୁ ଛୁଇଁ ଦେଲେ ସିଏ ବନ୍ଦ କରିଦିଏ ତା ପତ୍ର, ନାଇଁ? ତ ଗଛ ହଉଛି ଗୋଟେ ଜୀବ। ସେଇଥିଲାଗି ଏଇଟା ଗୋଟେ କାହାର ଚିତ୍ର? ଏଇଟା ଗୋଟେ ଛୋଟ ଟେବୁଲଟା। ଛୋଟ ଟେବୁଲଟା ଜୀବ ହବ ନା ନିର୍ଜୀବ? ଦେଖିବା ଜୀବର ଲକ୍ଷଣ ଅଛି ନା ନିର୍ଜୀବ, ଏଇଟା ଦେଖିବା। ଆଚ୍ଛା, ଲକ୍ଷଣ ଗୁଡା ଚୌକିଟା ଛୋଟରୁ ବଡ ହୁଏ। ଦେଖିଛ ଯୋଉ ଚୌକି ଛୋଟଟା ଆଣିଥିବ ସିଏ କେବେ ବଡ ହେଇଯାଏ ରହି ରହି ତମ ଘରେ? ନାଇଁ। ସିଏ ନିଜେ ଚଳପ୍ରଚଳ କରିପାରିବ ଚୌକିଟା? ଜମା ନାହିଁ। ତାକୁ ଘୁଞ୍ଚେଇବାକୁ ପଡିବ, ନାଇଁ? ଚୌକି କେବେ ଖାଦ୍ୟ ଖାଏ? ଜମା ନାହିଁ। ସେ ଖାଦ୍ୟ ଖାଏନି। ଚୌକି ଶ୍ୱାସକ୍ରିୟା କରେ? ସେ ନିଶ୍ୱାସ ପ୍ରଶ୍ୱାସ ଛାଡିବାର ଦେଖିଛ କି ଅନୁଭବ କରିଛ? ଜମା ନାହିଁ। ସେ ଶ୍ୱାସକ୍ରିୟା କରେ ନାହିଁ। ବଂଶବୃଦ୍ଧି କରିଥାଏ? ଗୋଟେ ଚୌକି ରଖିଦେଲେ ଆଉ ଗୋଟେ ଚୌକି ହେଇଯିବ କି ଆପେ ଆପେ? ନାହିଁ। ଆଚ୍ଛା, ଚୌକିକୁ ଯଦି ବାଡେଇବ ତୁମେ, ସେ ତମକୁ କିଛି ପ୍ରତିକ୍ରିୟା ପ୍ରକାଶ କରିବ? ଉଲଟିକି ତମକୁ କିଛି କହିବ ନା ବାଡେଇବ?
ନାହିଁ, ସେ ପ୍ରତିକ୍ରିୟା ପ୍ରକାଶ କରେ ନାହିଁ। ତ ଜୀବର କୌଣସି ଲକ୍ଷଣ ନାହିଁ, ତେଣୁ ସେଇଟା ନିର୍ଜୀବ। ଏଟା ଗୋଟେ ବୋଟଲର ଚିତ୍ର। ବୋଟଲ ଜୀବ କି ନିର୍ଜୀବ? ଚାଲ ଦେଖିବା ଜୀବର କିଛି ଗୁଣ ଅଛି କି ନାହିଁ। ବୋଟଲ ଛୋଟରୁ ବଡ଼ ହୁଏ? ନା। ବୋଟଲ ଚଳପ୍ରଚଳ ହୁଏ? ନା। ଖାଦ୍ୟ ଖାଏ? ନା। ଶ୍ୱାସକ୍ରିୟା କରେ କି? ନା। ବୋଟଲ ବଂଶବୃଦ୍ଧି କରିପାରିବ? ନା। ବୋଟଲ ପ୍ରତିକ୍ରିୟା ପ୍ରକାଶ କରିପାରିବ? ତାକୁ ବାଡ଼େଇଲେ ସେ ବାଡ଼େଇ ପାରିବ କି? ନାହିଁ। ତ ସେଇଟା ଜୀବର କିଛି ଗୁଣ ତା ପାଖରେ ନାହିଁ। ତେଣୁ ପାଣି ବୋଟଲଟା ଆମେ ନିର୍ଜୀବ ବୋଲି କହିବା। ପାଣି ବୋଟଲ ନିର୍ଜୀବ ବସ୍ତୁ। ଆଚ୍ଛା ପିଲାମାନେ, ଆମେ ଜୀବ ଆଉ ନିର୍ଜୀବ କାହାକୁ କହୁଛେ ଜାଣିଲେ? ଆମ ଚାରିପାଖରେ ଥିବା ଯୋଉ କେତେଟା ବସ୍ତୁର ନାଁ ଦିଆହେଇଛି ଦେଖ ଏଇଠି। ୟା ଭିତରୁ କୋଉଟା ଜୀବ ଆଉ ନିର୍ଜୀବ ଆମେ ଏଇ ସାରଣୀରେ ଲେଖିବା। ଠିକ ଅଛି? ଆଚ୍ଛା ପ୍ରଥମେ କଣ ଅଛି? ବାଘ। ବାଘ କଣ ହବ? କୋଉଠି ରହିବ? ସାରଣୀରେ କୋଉଠି ରହିବ କୁହ ତ? ବାଘ ହେଲେ ଜୀବ। ତାପରେ ଧାନ। ଧାନ ଜୀବ ନା ନିର୍ଜୀବ ହବ କୁହ ତ? କଣ ହବ? ଧାନଟା ଜୀବ, କାହିଁକି ନା ଧାନରୁ ଆମେ ଧାନ ଗଛ ଗୋଟେ ପାଇପାରିବା, ତାର ଜୀବନ ଅଛି। ଜାଣିଲ? ତାପରେ କଲମ। କଲମଟା ନିର୍ଜୀବ, ନାଇଁ? କଲମର ଜୀବନ ନାହିଁ। ଉଇ। ଉଇଟା ହେଲା ଜୀବ। ଜୀବର ସମସ୍ତ ଲକ୍ଷଣ ୟା ପାଖରେ ଅଛି। ତାପରେ ଅସରପା କଣ ହବ? ଅସରପା ଜୀବ। ସାଇକେଲ କଣ ହବ? ନିର୍ଜୀବ। ସାଇକେଲଟାର ପାଖରେ ଜୀବର କୌଣସି ଲକ୍ଷଣ ନାହିଁ। ତାପରେ ହେଲା ଗ୍ଲାସ। ଗ୍ଲାସଟା କଣ? ନିର୍ଜୀବ। ତାପରେ ଶୁଆ। ଶୁଆଟା ଜୀବ। ଚକ୍। ଚକ୍ ହଉଛି ନିର୍ଜୀବ ବସ୍ତୁ। ଖଟ। ଖଟ କଣ ହବ? ଖଟ ନିର୍ଜୀବ ବସ୍ତୁ। ଜାଣିଲ ପିଲେ? ହଉ ପିଲାମାନେ, ତାହେଲେ ଆଜି ଆମେ କ'ଣ ଆଲୋଚନା କରିଲେ କୁହ ତ? ଟିକେ ଭାବ। ଆଜି ଆମେ ପ୍ରାକୃତିକ ବସ୍ତୁ ଆଉ କୃତ୍ରିମ ବସ୍ତୁ ବିଷୟରେ ଆଲୋଚନା କଲେ ଏବଂ ଜୀବ ଆଉ ନିର୍ଜୀବ ମାନଙ୍କ ବିଷୟରେ ବି ଆଲୋଚନା କଲେ। ତାହେଲେ ଏଇଗୁଡ଼ିକ ତମେ ମାନେ କେତେ ବୁଝିଲ? ଚାଲ ଟିକେ ପ୍ରଶ୍ନ ମାଧ୍ୟମରେ ଆଲୋଚନା କରିବା। ଚାଲ ପିଲାମାନେ ପ୍ରଥମ ପ୍ରଶ୍ନକୁ ଯିବା। ପ୍ରଶ୍ନଟି ହେଲା ଅସମ୍ପୃକ୍ତ ଶବ୍ଦଟିକୁ ବାଛି ଅଲଗା କର ଓ କାରଣ ଦର୍ଶାଅ। କୋଉ ନମ୍ବରରେ କଣ ଅଛି ଦେଖିବା? ଟେବୁଲ, କଲମ, ରବର ଆଉ ମକା ମଞ୍ଜି। କହିଲ ଦେଖି କୋଉ ଶବ୍ଦଟା ଅଲଗା ହବ? ମକା ମଞ୍ଜି। କାହିଁକି ହେଲା? କାହିଁକି ନା ମକା ମଞ୍ଜି ଛଡା ଆଉ ଏଇ ଟେବୁଲ, କଲମ, ରବର ଏଗୁଡା ହଉଛି ନିର୍ଜୀବ, କିନ୍ତୁ ମକା ମଞ୍ଜିର ଜୀବନ ଅଛି। ତାକୁ ଯଦି ଆମେ ମାଟିରେ ଲଗେଇଦବା, ପାଣି ଦବା, ତାହେଲେ ଆଉ ଗୋଟେ ମକା ଗଛ ହେଇପାରିବ। ଖ ନମ୍ବର ଦେଖିବା। ଖରେ କଣ ଅଛି? ଷ୍ଟିଲ ଚାମଚ, ମୁଦ୍ରା, ପଥର ଆଉ ସାବୁନ ଖୋଳ। ୟା ଭିତରେ କୋଉଟା ଅଲଗା ହବ କୁହ? ପଥର। କାହିଁକି ପଥର ଅଲଗା ହବ? ପଥର ହଉଛି ପ୍ରାକୃତିକ ବସ୍ତୁ, ଆଉ ବାକି ଗୁଡା ହଉଛି ମନୁଷ୍ୟକୃତ ବସ୍ତୁ। ତାପରେ ଦେଖିବା ଗରେ କଣ ଅଛି? ଗରେ ହେଲା ମୁଗ ଗଛ, ଡାଲି, ବୁଟ ଗଛ, ଚୋପା ଲଗା ଗୋଟା ବିରି। ୟା ଭିତରୁ କୋଉଟା ଅଲଗା ହବ କୁହ ତ? କୋଉଟା ଅଲଗା ହବ? ଡାଲି। କାହିଁକି ଡାଲି ଅଲଗା ହବ? ଡାଲି ଛଡା ଆଉ ଯାହା ଅଛି, ମୁଗ ଗଛ ହେଲା କି ବୁଟ ଗଛ, ଚୋପା ଲଗା ଗୋଟା ବିରି, ଏମାନଙ୍କର ସମସ୍ତଙ୍କର ଜୀବନ ଅଛି, କିନ୍ତୁ ଡାଲି ହେଇଗଲା ପରେ ସେ ତାର ଜୀବନ ଆଉ ନାହିଁ, ସେଟା ନିର୍ଜୀବ। ଘରେ କଣ ଅଛି ଦେଖିବା? ଗୋଡି, ଇଟା, ମାଟି, ବାଲି। ୟା ଭିତରୁ କୋଉଟା ଅଲଗା ହବ କୁହ ପିଲେ? କୋଉଟା? ଇଟା। କାହିଁକି ଇଟା ଅଲଗା ହେଲା? କାହିଁକି ନା ଗୋଡି, ମାଟି, ବାଲି ଏଗୁଡିକ ହେଲା ପ୍ରାକୃତିକ ବସ୍ତୁ, କିନ୍ତୁ ଇଟାଟା ହେଲା କୃତ୍ରିମ ବସ୍ତୁ। ଆସ ଏବେ ଦ୍ୱିତୀୟ ପ୍ରଶ୍ନଟି ଆଲୋଚନା କରିବା। ଦ୍ୱିତୀୟ ପ୍ରଶ୍ନଟା କଣ? ପ୍ରଥମ ଶବ୍ଦ ଦ୍ୱୟର ସମ୍ପର୍କକୁ ଦେଖି ତୃତୀୟ ଶବ୍ଦ ସହ ସମ୍ପର୍କିତ ଶବ୍ଦଟିକୁ ଶୂନ୍ୟ ସ୍ଥାନରେ ଲେଖ। କ ନମ୍ବରରେ କଣ ଅଛି ଦେଖିବା? ଜିଆ ଯିବ, ବହି ଡ୍ୟାସ୍। ବହିରେ କଣ ହବ? କଣ ହବ? ନିର୍ଜୀବ। ବହି ଗୋଟିଏ ନିର୍ଜୀବ ବସ୍ତୁ, ନାହିଁ? ଆଚ୍ଛା, ଖରେ କଣ ଅଛି? କୃତ୍ରିମ ସାଇକେଲ। ପ୍ରାକୃତିକ କଣ ହବ? ଭାବ ଟିକେ, କଣ ହବ? ମାଟି। ପ୍ରାକୃତିକ। ମାଟିଟା ହେଲା ପ୍ରାକୃତିକ ବସ୍ତୁ। ତୁମେ ଚାହିଁଲେ ଯେକୌଣସି ପ୍ରାକୃତିକ ବସ୍ତୁ ଏଠି ଲେଖିପାରିବ। ଗରେ କଣ ଅଛି? ବାଲି ପ୍ରାକୃତିକ। ଲୁହା ଛଡ଼ କଣ ହେବ? ଭାବ ଟିକେ, କଣ ହେବ? କୃତ୍ରିମ। ଲୁହା ଛଡ଼ଟା ହଉଛି ଗୋଟେ କୃତ୍ରିମ ବସ୍ତୁ, ନାଇଁ? ଘରେ ଅଛି ଜୀବ ବିଲେଇ ଛୁଆ। ନିର୍ଜୀବ କଣ ହବ କୁହ? କଣ୍ଢେଇ। କଣ୍ଢେଇ ଲେଖିଲେ ବି ଠିକ, ତମେ ଯେକୌଣସି ନିର୍ଜୀବ ବସ୍ତୁ ବି ଏଇଠି ଲେଖିବ, ସବୁ ଉତ୍ତର ଠିକ ହେବ।